बारंबार ଯୌତୁକ ଦାବି ନେଇ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେବାରୁ ଝିଅ ବିଷ ଖାଇ ଆତ୍ମହତ୍ୟା କରିଥିବାର ବାପାଙ୍କର ସିମୁଳିଆ ଥାନାରେ ଅଭିଯୋଗ। सूचना अनुଯାୟୀ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଟି ପଞ୍ଚାୟତରେ ମୁରଲୀଧର ଗୋଚ୍ଛାୟତ ସିମୁଳିଆ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ସାନ ଝିଅ ପୂଜାରାଣୀ ଗୋଚ୍ଛାୟତ 2024 ମସିହାରେ ସେହି ଥାନା ଅଞ୍ଚଳର ଅଣ୍ଡାଇ ପଞ୍ଚାୟତର ଗଙ୍ଗାଧର ଗୋଚ୍ଛାୟତଙ୍କ ପୁଅ ଚନ୍ଦନ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିବା ସହିତ ଶେଷରେ ଦୁହେଁ ଉଭୟଙ୍କ ପରିବାରର ସ୍ୱୀକୃତି କ୍ରମେ ବିବାହ କରିଥିଲେ। କିଛି ଦିନ ଭଲରେ କଟିବା ପରେ ଶ୍ୱଶୁର ଘର ପରିବାର ଲୋକେ ଝିଅକୁ ଯୌତୁକ ଓ ଆସବାବ ପତ୍ର ଆଣିବାକୁ ବାଧ୍ୟ କରିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ମାତ୍ର ମଙ୍ଗଳବାର ଦିନ ଝିଅ ପୂଜାରାଣୀଙ୍କୁ ଜାମୁଝାଡ଼ି ମାର୍କଣା ଓ ଭଦ୍ରକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଝିଅକୁ ଘାସ ବିଷ ପିଆଇ ସ୍ୱାମୀ ନଣନ୍ଦ ଶାଶୁ ଓ ଶ୍ୱଶୁର ଘର ପରିବାର ଲୋକେ ମାରି ଦେଇଥିବାର ବାପା ଅଭିଯୋଗ ଆଣିବା ପରେ ସିମୁଳିଆ ପୋଲିସ 35/26 ମୂଳେ ଏକ ମାମଲା ରୁଜୁ କରି ସ୍ୱାମୀ ଚନ୍ଦନକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ମୋ ଝିଅ ଭଲ ପାଇକି ମ୍ୟାରେଜ କରିଥିଲା। ତା ଶାଶୁ ସ୍ୱାମୀ ତା ଶ୍ୱଶୁର ତା ନଣନ୍ଦ ସବୁ ବିଷ ଦେଇକି ତା ମାରି ଦେଇଛନ୍ତି। ତାକୁ ଛେଦ ତା ପୁଅ ଚନ୍ଦନକୁ ଛେଦ 2 ଲକ୍ଷ ଟଙ୍କା ମାଗୁଥିଲେ। ମୁଁ ଟାଇମ୍ ନେଇଥିଲି ମୁଁ ଗରିବ ଲୋକ ଦେଖିକି ଦେମି ତା ଆଗରୁ ସେ ତାକୁ ମାରିଦେଲେ ବିଷ ମାଗିଥିଲେ 2 ମାସ ତଳେ। କହିଲା ଏଇଭଳିଆ ଟଙ୍କା ମାଗୁଛନ୍ତି ମା ଦେନି ଗାଡ଼ି କିଣିବେ। ପୂଜାରାଣୀ ଗୋଚ୍ଛାୟତ ଚାହୁଁଛି ମୋ ଝିଅର ନ୍ୟାୟ। ମୋହନ ବର୍ତ୍ତମାନ जहाँ सिमुलिया अंचल जहाँ गोटे घटीगला रुडुंगा ग्राम से निहाती निंदनीय घटना अटे। तो मोर जन्ममाटी रुडुंगारे तो मुरली गोच्छायतंकर झील सी लव मैरेज करथिला अंड्री ग्राम गंगाधर गोच्छायतंक पुओ चंदू को। तो किछि दिन परे से माने ताको यौतुक निर्यातना दबा आरंभ करथिले। जहाँ फल झीलटी बारंबार ता घर लोक जनइथिला जे कि गाड़ी एवं आ किछि पैसा से माने दाबी करथिले। जहाँद्वारा मते भी से माने मते ए विषय अवगत करथिले। तो मु ताको कहिथिले ए विषय बुझिबा बसिक आपस आलोचना करिबा। एमाने भी ताको 2 मास टाइम देइथिले कि 2 मास भितर आमे देइ देबु। किंतु ता पूर्वरु से माने झील को मारपीट करथिले। मारपीट रो फोटो मध्य से माने आकु व्हाट्सएप रे पठैछंती। ता एबे रिसेंटली 2 दिन पूर्वरु झील को से माने विष देई मारिथिबार अभियोग करछंती। तो सठिक तदंत हेले जना पड़िबो ठीक कि भूल। किंतु जेहेतु से आगुरु माड़ खाइछि तार सब दाग थिला सब देखैथिला। तो मु प्रशासन एवं जहाँ भी हो जे डीसीओ जे केस नहीं आईएससी को मुझे अनुरोध करुच्ची तार निहाती गोटे दृढ़ कार्यानुष्ठान नेले तो से झीलटी न्याय पाई पारिबो।